ମୁଁ ଗୋଟେ ଆଜି ପୋଷ୍ଟ କରିଥିଲି ତତେ ଲେଖିଥିଲି ମାନେ ମା ତାରିଣୀ କି ଓଲଟେଇକି ଲେଖିଥିଲି ଏଇଟାକୁ ଯିଏ ସଜାଡ଼ି ଦେବ ମୁଁ ତାହେଲେ ମାନେ ମୁଁ ଦେଖିବା କେତେ ଜଣ ଠିକ୍ କରି ଲେଖିବେ। ଜମା ବି ସେଥିରେ ମୁଁ ଭୁଲ ଲେଖିନି। ମୁଁ ବି ଯାଇ ଦେଖିଛି ମୁଁ ଭୁଲ ଲେଖିନି। କିନ୍ତୁ ଜଣେ ଆସି ମୋତେ କମେଣ୍ଟ କରି ଏମିତି ଆଉ ମାନେ ସିଏ ଭଲରେ କମେଣ୍ଟ କରି ଏମିତି ଭାଇ ସେ ଭାଇ ଜଣଙ୍କ ମା ତାରିଣୀ ହେଉଛି ଏମିତି କେଉଁ ଠାକୁରାଣୀ ନାଁ ଦିଏ। ମୁଁ ସେଇଟା ତାରିଣୀ ଲେଖିନି ତାରିଣୀ ଲେଖିଛି। ମୁଁ କହିଲି ହଉ ଭଲ ଆଉ ଜଣେ ସେଠି ଆସିକି କମେଣ୍ଟ କରିବେନି ଆଉ ତମେ ଭାଇ ସିଏ ମାନେ ଠାକୁରଙ୍କ ନାଁ ନୁହଁ ସେ ତାର ରୂପ ଯୌବନ ଦେଖିବା ପାଇଁ ଏମିତି ପୋଷ୍ଟ କରିଛି ଲେଖିଛି ଜାଣି ଶୁଣିକି ଭୁଲ କରି ଲେଖିଛି। ଆରେ ଭାଇ କି ରୂପ କେଉଁ ରୂପ କଥା କହୁଛନ୍ତି? ମଣିଷର ଏଇ ଉପର ଖୋଳପାଟାକୁ ରୂପ କହୁଛନ୍ତି? ମୁଁ ତ ଜାଣିନଥିଲି ସତରେ ମୁଁ ଏତେ ସୁନ୍ଦର ଦେଖାଯାଉଛି। ମୁଁ ବି ଜାଣିନି। ହଉ ଯଦି ଆପଣଙ୍କୁ ସୁନ୍ଦର ବୋଲି ଦେଖାଯାଉଛି ବୋଲି କହନ୍ତି ମୋ ରୂପ ଦେଖି କେବେ ଯାଇକି ଦେଖନ୍ତୁ ମୁଁ କୌଣସି ଭିଡ଼ିଓ ମୋର ଖରାପ ଥିବ କି କେଉଁ ଭିଡ଼ିଓରେ ମୁଁ ଗୋଟେ ଖରାପ ଡ୍ରେସ୍ ପିନ୍ଧିଦେବି କେଉଁଠି ଲାଙ୍ଗୁଏଜ୍ ଖରାପ କରିକି କହିଥିବି କାହାକୁ ତାହେଲେ ମୋତେ କହିବେ ମୁଁ ଦେଖାଉଛି। ମୁଁ ସାମାନ୍ୟ ଗୋଟେ ହାତ କଟା ଡ୍ରେସ୍ ହେଲେ ବି ନାଇଟ୍ ପିନ୍ଧିବି ଯଦି ମୁଁ ତା ଦେହରେ ବି ଓନି ପକେଇକି ଘୋଡ଼େଇକି ଭିଡ଼ିଓ କରେ। ଆଉ ଆପଣ କେଉଁ ଜିନିଷଟା ମୋର ଖରାପ ଲାଗିଲା ଯେ ଆପଣ ମୋତେ କୁହନ୍ତି ରୂପ ଯୌବନ ଏଇ ସାମାନ୍ୟ ଏଇ ଖୋଳପାଟାକୁ କହୁଛନ୍ତି ରୂପ। ଆଜି ବା ମଲେ କାଲିକି ଖାଲି ପବନଟା ଆମ ଦେହରେ ଚାଲିଛି। ସେଇ ପବନଟା ଯେତେବେଳେ ରୋକି ହେଇଯିବ ନା ସାଙ୍କେ ଲୋକ ଏହାକୁ ଛୁଇଁବାକୁ ବି ଘୃଣା କରିବେ। ଛୁଇଁଲେ ବି ମୁଣ୍ଡ ଧୋଇକି ଗାଧେଇବେ। ଆଉ କି ରୂପ କଥା କହୁଛନ୍ତି ଭାଇ? ଯେଉଁଟା ମୁଁ ମୋ ଆପଣ ଯେଉଁଟା କହୁନାହାନ୍ତି ମୁଁ ତାର ପୁରା ଡୁପ୍ଲିକେଟ୍। ମୁଁ କେବେ ବି ରୂପ ରଙ୍ଗ ପଇସା ଏ ଜିନିଷକୁ ନେଇକି ମୋ ଜୀବନରେ ଗର୍ବ କରିନି। ଆଉ ମୁଁ ବି ବହୁତ ଦେଖିଛି ପଇସା ବି ମୋ ଜୀବନରେ ବହୁତ ଦେଖିଛି। ଆଉ ମୋତେ ଭଗବାନ ସବୁ ଦେଇଛନ୍ତି। ଏମିତି ନାହିଁ ଯେ ମୋ ପାଖରେ କିଛି ନାହିଁ ଯେ ମୁଁ ଏମିତି ପୁରା ଇଏ ହେଇଯାଏନି। ମୁଁ କଷ୍ଟ କରେ ଯାହା କରୁ ଆଉ ମୋ ପାଖେ ସବୁ ଅଛି। ମୁଁ କେବେ ବି କହୁନି ତା ମାନେ ନୁହଁ ଯେ ଆପଣ ମୋତେ ଯାହା ପାଇବେ ତାହେଲେ ମୁଁ ମୋ ଜୀବନରେ କେବେ କୌଣସି ଜିନିଷକୁ ନେଇ ଗର୍ବ କରିନି। ନା ସେ ରୂପ ହଉ ନା ସେ ପଇସା ହଉ ମୁଁ ଜାଣିଛି ପଇସାର ମୂଲ୍ୟ କିଛି ନାହିଁ। ଗୋଟେ ମୁହୂର୍ତ୍ତ ଏମିତି ଆସିବ କାରଣ ମୁଁ ସେ ଜିନିଷଟାକୁ ଫିଲ୍ କରିଛି। ସେ ତୁମକୁ ଗୋଟେ ମାନେ ଗୋଟେ ବଥକୁ ବି ନିଅଣ୍ଟ ମାନେ ଏମିତି ରୋଗ ଅଛି ହ୍ୟୁମାନ ସାଗର ପାଖରେ କ'ଣ ପଇସା ନଥିଲା ସେ କାହିଁ ବଞ୍ଚି ପାରିଲାନି? ତାହେଲେ ପଇସାର ମୂଲ୍ୟ ହେଉଛି ସେତିକି। ଆଉ ରହିଲା ଯେଉଁ ରୂପ କଥା କହୁନାହାନ୍ତି ଆରେ କେଡ଼େ କେଡ଼େ ସୁନ୍ଦର ରୂପରେ ତ ଏମିତି ରୋଗ ଆସୁଛି ଯେ ସେ ବିକଳାଙ୍ଗ କରିଦେଉଛି। ସେ ରୂପ କି ରୂପ କଥା କହୁଛନ୍ତି? ଏଇ ସାମାନ୍ୟ ଖୋଳପାଟାକୁ ଏଇଟାକୁ ରୂପ କୁହନ୍ତି। ଆଉ କ'ଣ ଫେକ୍ ଆଇଡ଼ି ଖୋଲିଛି କ'ଣ ତୁଷାର ରାଉତ। ଆରେ ମୁଁ କ'ଣ ଭାଇ ତୋର ଜନ୍ମ କଲା ଶତ୍ରୁ? ମୁଁ ତତେ ଚିହ୍ନିନି କି ଜାଣିନି କି କିଛି କରିନି। ତୁ ଆଉଛୁ ପ୍ରତ୍ୟେକଟି ପୋଷ୍ଟରେ ମୋତେ ଖରାପ କମେଣ୍ଟ ଦେଇ ଦେଉଛୁ। ଆଉ ଜଣେ ଅଛି କ'ଣ ଇତିଶ୍ରୀ ସାହୁ ମାନେ ସିଏ ଗୋଟେ ମାନେ ଲେଡ଼ିସ୍ ନାଁରେ ତ ଅଛି ମାନେ ଆକାଉଣ୍ଟଟା ମାନେ ଆଇଡ଼ିଟା ଖୋଲିଛନ୍ତି କିନ୍ତୁ ପୁଅ ସ୍ୱାମୀ ସ୍ତ୍ରୀ ଗୋଟେ ଛୋଟ ଛୁଆ ଅଛି। ଭାଇ କ'ଣ ପ୍ରୋବ୍ଲେମ୍ କ'ଣ? ମୋ ଭିଡ଼ିଓରେ କ'ଣ ଖରାପ ପାଉଛ? ତମାନେ ମୋତେ ଆସି ଖରାପ କମେଣ୍ଟ ଯେଉଁ ଗୋଟେ ଗୋଟେ ଦେଉଛ କ'ଣଟା ଗୋଟେ ମୁଁ ଗୋଟେ ଖରାପ ଭିଡ଼ିଓ କିନ୍ତୁ ଯେହେତୁ ମୁଁ ଗୋଟେ ପ୍ରଫେସନାଲ୍ ମୁଡ଼ କରିଛି ପେଜ୍ ଖୋଲିଛି ମୋତେ ବି ବିରକ୍ତ ଲାଗୁଛି ଆଉ ପୋଷ୍ଟ କରିବା ସିରିୟସଲି କାରଣ ମୁଁ ଏପର୍ଯ୍ୟନ୍ତ ଏଥିରୁ ଟଙ୍କାଟେ ପାଇନି। ଆରମ୍ଭ ହେଲାଣି ଡଲାର ହବା ମୁଁ ପାଇଲେ ବି ମୁଁ କଷ୍ଟ କରୁଛି ନା ମୁଁ କିଛି ଖରାପ ଜିନିଷ ଗୋଟେ ପୋଷ୍ଟ କରୁଛି ନା ସୋସିଆଲ ମିଡ଼ିଆ ଗୋଟେ କିଛି ଖରାପ ମେସେଜ ଦେଉଛି ନା ଖରାପ ଡ୍ରେସ୍ ପିନ୍ଧିକି ଭିଡ଼ିଓ କରୁଛି ନା କିଛି ବି ଗୋଟେ ଖରାପ ଥାନ୍ତା। ମୋତେ କାହିଁ ତୁମେ ଶତ୍ରୁ ଭଳିଆ ଭାବୁଛ? ତମେ କେଉଁଠି ମୁଁ କେଉଁଠି ମୁଁ ତୁମକୁ ଚିହ୍ନିନି ନା ତୁମେ ଜାଣିନ ପାରିପାରି ଗୋଟେ ଫଟୋ ଭିଡ଼ିଓ ଦେଖିକି ଗୋଟେ ବ୍ୟାଡ଼୍ କମେଣ୍ଟ କାହାକୁ ଫଟୋ ଭିଡ଼ିଓ ଦେଖି ଜଜ୍ କରେନି ଭାଇ। ମୁଁ କ'ଣ ତମେ ଜାଣିନ ସେଥିପାଇଁ କହିଦେଉଛି ଆପଣ ଚିନ୍ତା ବି କରିପାରିବେନି ମୁଁ କେଉଁ ଭଳିଆ ମଣିଷ ହେଲା। ମୁଁ କ'ଣ କରିପାରେ ତମେ ନିଜେ ବି ମୁଁ କେବେ ବି ଖରାପ ନୁହଁ କି ଭବିଷ୍ୟତରେ ଖରାପ ମାନେ ଖରାପଠୁ ମୁଁ ଦୂରେଇକି ରହେ। ମୋର କାମ ହେଲା ମୁଁ କର୍ମ କରିବି ବାସ୍ ମୋ ପିଲାଙ୍କୁ ଦେଖିବି ମୋ ପରିବାର ଏତିକିରେ ମୋ ଜୀବନ ଶେଷ। ମୁଁ ଆଉ ବାହାର ଦୁନିଆ କ'ଣ ଜାଣେନି ହେଲା। ଭାବନି ଯେ ମୁଁ ସୋସିଆଲ ମିଡ଼ିଆକୁ ଆସିକି କେଉଁଠି କାହା କେବେ ମୁଁ କାହା ଖରାପରେ କଥା ହୁଏନି। ମୁଁ ହଁ ଆସେ ମୋତେ ବି ଆସେ ଖରାପ ମେସେଞ୍ଜର ମୁଁ ମେସେଞ୍ଜର ଅନ୍ ହିଁ କରେନି। ଆଉ ମୋ ମୋବାଇଲରେ ମୋ ସ୍ୱାମୀ ବି ଚଲାନ୍ତି ସିଏ ଆସିକି ଦେଖୁଥିବେ ମୋର କିଛି ପାସୱାର୍ଡ଼ ଏମିତି କିଛି ଲୁଚା ଛୁପା ନାହିଁ। ଆଉ ଆପଣମାନେ ମୋତେ କ'ଣ ଭାବୁଛନ୍ତି ମୁଁ ଗୋଟେ ଯିଏ ଖରାପ ନା ତାର ଗୋଟେ ତ ନିହାତି ଖରାପ ଭିଡ଼ିଓ କି ଖରାପ ଫଟୋ ଥିବ ଆପଣ ଗୋଟେ ବାହାର କରିକି ଦେଖାନ୍ତ ମୁଁ ଗୁରୁ ମାନିବି ଆପଣଙ୍କୁ। ଆଉ ଏଇ ଯେଉଁ ରୂପ ଯୌବନ ଏ ନେଇକି ମୋତେ କହିବେନି ଭାଇ। ମୁଁ ସିଏ ନୁହଁ ଯିଏକି ରୂପ ପଇସାକୁ ନେଇ ଗର୍ବ ମୋ ଜୀବନରେ ମୁଁ ସବୁ ଦେଖିଛି
କିନ୍ତୁ ମୁଁ କେବେ ବି କୌଣସି ଜିନିଷରେ ଗର୍ବ କରେନି। ଗର୍ବ ଏଇଠି ବା ଜଣେ କାଲି ରାତି 2ଟାରେ ଡେଥ୍ କରିଗଲେ, ମାନେ ତାଙ୍କର 10-12 ବର୍ଷର ପୁଅଟା। ସିଏ କ'ଣ ଭାବିଥିଲେ? ଆଉ ମଣିଷର ଯେଉଁ ରୋଗ ଆସିଲାଣି ନା, କେଉଁ ମୁହୂର୍ତ୍ତରେ କାହା ସାଥିରେ କ'ଣ ହବ, ଭାଇ ଏମିତି କାହାକୁ ଗୋଟେ ଖରାପ କମେଣ୍ଟ ଆପଣ କ'ଣ ମିଳୁଛି? ମୋତେ ଖରାପ କରିଦେଲେ। ମୋର କାମ ହେଲା, ଯେହେତୁ ମୁଁ ଗୋଟେ ପ୍ରଫେସନାଲ୍ ମୁଡ଼୍କୁ ଅଛି, ମୁଁ ଗୋଟେ ପେଜ୍ ଖୋଲିଛି, ମୁଁ ଦିନକୁ 3-4ଟା ପୋଷ୍ଟ କରିବି। ଆଉ ପୋଷ୍ଟ କରିବି ମାନେ ମୁଁ କ'ଣ ଭାବିବି ତ କିଛି ନା କିଛି ଗୋଟେ ପୋଷ୍ଟ କରିବି। ଆଉ ଆପଣ କହିଲେ ବି ତ ମୁଁ ପୋଷ୍ଟ କରିବି, କାରଣ ମୁଁ ଜାଣିଛି ମୁଁ ଭୁଲ କରୁନି। ମୁଁ ଯେଉଁଠି ଭୁଲ ନ କରେ ମୁଣ୍ଡ ନଇବାର ଚାନ୍ସ ନାହିଁ। ଆଉ ଯେଉଁଠି ମୋର ଭୁଲ ଥିବ ମୁଁ ଆପେ ଆପେ ଭୁଲ ମାଗି ନେବି, କାରଣ ମୁଁ ଜାଣିଛି ମୁଁ ଠିକ୍ରେ ଅଛି। ଆଉ ମୁଁ ଯେତେ ଦିନ ଯାଏଁ ଜାଣିଛି ମୁଁ ଠିକ୍ରେ ଅଛି, ସେଣିକି ଯିଏ ଭଗବାନ ଆଇଲେ ବି ମୁଁ ଭୁଲରେ ନାହିଁ ମାନେ ଭୁଲେ ନାହିଁ। ଆଉ ଯଦି ମୁଁ ଭୁଲ ଅଛି, ମୁଁ ଆପେ ଆପେ ମୋତେ 10 ଜାବଡ଼ା ଦେଲେ ବି ମୁଁ ଚୁପ୍ ହେଇକି ରହିବି, କାରଣ ମୋର ଭୁଲ ଅଛି ଯେଉଁ ଜାଗାରେ। ଆଉ ବିନା ଭୁଲରେ ସେ ଯିଏ କହିଲେ ମୁଁ ଶୁଣେନି କାହା କଥା, କାରଣ ମୁଁ ଜାଣିଛି ମୁଁ ଭୁଲରେ ହିଁ ନାହିଁ। ମୁଁ ଠିକ୍ କାମ କରୁଛି, ମୁଁ ଠିକ୍ ବାଟରେ ଅଛି। ମୁଁ ତ ମୋ କାମ କରୁଛି ନା, ମୁଁ ତ କିଛି ଖରାପ କରୁନି ଯେ ମୁଁ କାହାକୁ ଡରିବି। ଆଉ ତମେ ମୋତେ ଗୋଟେ ଖରାପ କ'ଣ ଦେଲେ ମୋର କ'ଣ ହେଇଯିବ? କିଛି ଫରକ ପଡ଼ିବନି ଭାଇ। ତେଣୁ ନିଜର ଇଜ୍ଜତଟା ନିଜେ ସାରନ୍ତିନି। ତମର ବି ଲୋକ ଆସିକି ଦେଖନ୍ତି ସୋସିଆଲ ମିଡ଼ିଆରେ, ସେମାନେ ତମକୁ କ'ଣ, ଆଉ ମୁଁ ତମକୁ କ'ଣ ରିପ୍ଲାଏ ଦେଉଛି ସେଇଟା ବି ଦେଖୁଥିବେ। କାହିଁକିନା ମୁଁ ତମେ ଯେମିତି କୁକୁର ମଣିଷ କାମୁଡ଼ିଲେ ମଣିଷ କୁକୁର କାମୁଡ଼ିବ, ଆଉ ଯିଏ କୁକୁର ସିଏ ଭୋକିବ। ମୋତେ କିଛି ଫରକ ପଡ଼ିବନି, କାରଣ ଯିଏ ସତରେ ଅଛି ତାକୁ କିଛି ବି ଫରକ ପଡ଼େନି। ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।